ପିଲାମାନେ ଆଜି ଆଲୋଚନା କରିବା ଜନ୍ ୱେବଷ୍ଟରଙ୍କ ବିଷୟରେ। ତ ଜନ୍ ୱେବଷ୍ଟରଙ୍କ ଜୀବନୀ ସମ୍ପର୍କରେ ବିଶେଷ କିଛି ଜଣାଯାଏ ନାହିଁ। ରାଜା ଫାଷ୍ଟ ଜେମ୍ସଙ୍କ ରାଜତ୍ୱ କାଳରେ ତାଙ୍କର ଆବିର୍ଭାବ, ସେ ବହୁ ସଂଖ୍ୟକ ନାଟକର ରଚୟିତା, କିନ୍ତୁ ଅଧିକାଂଶ ମାନେ କୁହନ୍ତି ନିକୃଷ୍ଟ ଧରଣର ଯେଉଁଟା ଲୋ ଗ୍ରେଡ୍, କେତୋଟି ଅନ୍ୟ ଲେଖକଙ୍କ ସହଯୋଗିତାରେ ଏଗୁଡ଼ା ସବୁ ଲେଖା ହେଇଛି। ଟ୍ରାଜେଡ଼ି ରଚନା କରିବା କ୍ଷେତ୍ରରେ ଯାହା ଜଣାଯାଏ ସେ ଖ୍ରୀଷ୍ଟୋଫର ମାର୍ଲୋଙ୍କୁ ଅନୁସରଣ କରିଥିବା ବୋଲି ଅନୁମାନ କରାଯାଏ। ଦ ହ୍ୱାଇଟ୍ ଡେଭିଲ୍ ବା ଭିକ୍ଟୋରିଆ କରମ୍ବୋନୋ ହେଉଛି ତାଙ୍କର ଶ୍ରେଷ୍ଠ ରଚନା। ଦାମ୍ପତ୍ୟ ଜୀବନର ଏକ ବିଡ଼ମ୍ବନାକୁ ନେଇକି ଏଇ ଯେଉଁଟା ପରିକଳ୍ପିତ। ନାୟିକା ହେଉଛି ସୁନ୍ଦରୀ ଭିକ୍ଟୋରିଆ ଓ ନାୟକ ହେଉଛି କିଏ, ଡ୍ୟୁକ୍ ବ୍ରାସିଓନା। ଦୁଇ ଜଣଙ୍କର ଅବୈଧ ପ୍ରେମ ସମ୍ପର୍କକୁ ବା ଯୌନ ସମ୍ପର୍କକୁ ନିଷ୍କଟଙ୍କ କରିବାକୁ ଯାଇ ନିଜର ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଛନ୍ତି। କିଏ, ଭିକ୍ଟୋରିଆ ତା ସ୍ୱାମୀକି ମାରିଦେଇଛି, ଡ୍ୟୁକ୍ ବ୍ରାସିଓନା ତା ସ୍ତ୍ରୀକୁ ହତ୍ୟା କରିଛି। ଏଇଟା ତା ଥିମ୍। ଆଉ ଗୋଟେ ଦ ଡଚେସ୍ ଅଫ୍ ମାଲଫି, ତା'ର ଥିମ୍ଟା ଆଭିଜାତ୍ୟ ଓ ପ୍ରଣୟ ମଧ୍ୟରେ ସଂଘର୍ଷତା। ତା'ର ଯେଉଁ ଜୈନିକ ସମ୍ଭ୍ରାନ୍ତ ବଂଶୀୟା ଯୁବତୀ, ବିଧବା ଯୁବତୀ ନିଜର ଜଣେ ନିମ୍ନ ଶ୍ରେଣୀର କର୍ମଚାରୀଙ୍କ ସହ ପାପ ପ୍ରଣୟରେ ଲିପ୍ତ। ବିଧବାର ଦୁଇ ଭାଇ ଏହାର ପ୍ରତିରୋଧ କରିଛନ୍ତି। ଏଇଥିରୁ ହିଁ ଟ୍ରାଜେଡ଼ିଟା ସୂତ୍ରପାତ ହୁଏ। ଏଇ ଟ୍ରାଜେଡ଼ିଟା ଡଚେସ୍ ଅଫ୍ ମାଲଫି। 16th ସେଞ୍ଚୁରୀର ସଂଘର୍ଷ ଓ ରକ୍ତପାତ ବହୁଳ ଇଟାଲୀୟ ସମାଜ, ବିଶେଷତଃ ଦରବାରୀଙ୍କ ଜୀବନ ତାଙ୍କ ପ୍ରେରଣାର ଉତ୍ସ। ୱେବଷ୍ଟରଙ୍କର ଘଟଣା ବିନ୍ୟାସ ତ୍ରୁଟିଯୁକ୍ତ ହେଲେ ମଧ୍ୟ ଚରିତ୍ର ଚିତ୍ରଣରେ ସେ ଖୁବ୍ ପାରଦର୍ଶିତା ହାସଲ କରିଥିବାର ଦେଖାଯାଏ। ଭୟଙ୍କର ଯେଉଁଟା ଭୟାନକ ରସ ସୃଷ୍ଟି କ୍ଷେତ୍ରରେ ସେ ଖୁବ୍ ସଂଯତ। ଏହା ସମଗ୍ର ନାଟକର କଳାତ୍ମକତାକୁ ତା କଳାତ୍ମକ ଅନୁସାରେ ସୃଷ୍ଟି ହୋଇଥାଏ। କେବେ କେବେ ତାଙ୍କ ନାଟକରେ କାବ୍ୟ କବିତାର ଚରମ ଉତ୍କର୍ଷ ମଧ୍ୟ ପରିଲକ୍ଷିତ ହୋଇଥାଏ। କାହାରି କାହାରି ମତରେ ସେକ୍ସପିୟରଙ୍କର ପରବର୍ତ୍ତୀ ନାଟ୍ୟକାରଙ୍କ ମଧ୍ୟରେ ଆଫ୍ଟର ସେକ୍ସପିୟରଙ୍କର ପରବର୍ତ୍ତୀ ଯେଉଁ ନାଟ୍ୟକାର ରହିଲେ ସେ ହେଉଛନ୍ତି ସର୍ବଶ୍ରେଷ୍ଠ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।